ଆପଣ କ'ଣ ଏଇ ବଡ଼ ନମ୍ବରର ସ୍କୋୟାର ରୁଟ୍ ମାତ୍ର 5 ସେକେଣ୍ଡରେ କାଢ଼ିପାରିବେ? ତ ଏହାର ଆନ୍ସର୍ ହେବ 43। ମୁଁ କେମିତି ଏତେ ସହଜରେ କରିପାରିଲି? ଚାଲନ୍ତୁ ଜାଣିବା। ପ୍ରଥମେ କ'ଣ କରିବା ନା ଲାଷ୍ଟର ପେୟାରକୁ ନେବା। ତ ଲାଷ୍ଟର ପେୟାର କେତେ ନା 49। ତ 49ରେ ଯେହେତୁ ଆମର 9 ଅଛି ତ ଆମର ଆନ୍ସର୍ ଆସିବ 3 କିମ୍ବା 7। କ'ଣ ପାଇଁ ନା 3ର ସ୍କୋୟାର ହେଉଛି 9 ଆଉ 7ର ସ୍କୋୟାର ହେଉଛି 49 ହେଲା। ତାପରେ ସେକେଣ୍ଡ ପେୟାର ହେଉଛି 18 ହେଲା। ତ 18 ଯେହେତୁ ଅଛି ତ ଆମେ 18ରୁ ଛୋଟ ସ୍କୋୟାର ନେବା। ତ 18 ଛୋଟ କିଏ ନା 4ର ସ୍କୋୟାର ହେଉଛି 16 ହେଲା। ଯେହେତୁ 4ର ସ୍କୋୟାର ହେଉଛି 16 ତ ସେ 18ଠୁ ଛୋଟ, ତେଣୁ ଆମର ପ୍ରଥମ ଡିଜିଟ୍ ଆସିଗଲା 4 ହେଲା। ତାପରେ ଆମେ ଜାଣିବା କେମିତି ସେ 3 ହେବ ନା 7 ହେବ, ସେକେଣ୍ଡ ଡିଜିଟ୍ଟା 3 ହେବ ନା 7 ହେବ ଆମେ ଜାଣିବା କେମିତି ନା ଚାଲନ୍ତୁ ଦେଖିବା। ଏଠି 43 ଆଉ 47 ଲେଖିଥିଲି ହେଲା। ତାପରେ ଆମେ ଜାଣିବା କେମିତି ନା 4କୁ ତାର ପର ନମ୍ବର 5 ସହିତ ମଲ୍ଟିପ୍ଲାଏ କରିଦେବା। ମଲ୍ଟିପ୍ଲାଏ କଲେ ଆସିବ କେତେ ନା 20। ତ 18ଟା ଆମର 20ରୁ ଛୋଟ ହେଲା। ତ 18ଟା ଆମର କେତେ ନା 20ରୁ ଛୋଟ, ସେଥିପାଇଁ ଆମେ ଛୋଟ ନମ୍ବରକୁ ବାଛିବା ହେଲା। ଯଦି 18ଟା କିମ୍ବା 20ରୁ ଯଦି କିଛି ବଡ଼ ସଂଖ୍ୟା ଆସିଥାନ୍ତା ତାହେଲେ ଆମେ 20ର ଉପର ନମ୍ବର ନେଇଥାନ୍ତେ, ତେବେ ଆମର ଆନ୍ସର୍ ହେଇଥାନ୍ତା 47 ହେଲା। ଯେହେତୁ 18ଟା 20ରୁ ଛୋଟ ତେଣୁ ଆମେ ନେଲେ 43 ହେଲା। ଯଦି ତୁମକୁ